ପ୍ରଣାମ ଗୁରୁ ଭାଇ। ପ୍ରଣାମ ପ୍ରଣାମ ଭାଇ। ଭଲ ଅଛନ୍ତି? ଆଜ୍ଞା, ଆପଣ ଭଲ ଅଛନ୍ତି ତ? ଆଜ୍ଞା ଭଲ। କୁହନ୍ତୁ କଣ ଆମର ପ୍ରଶ୍ନ ଥିଲା? ଏଇ ଯୋଉ ଗ୍ରହଣ ଲାଗୁଛି, ଆଜ୍ଞା। ଏ ଗ୍ରହଣ ତ ଅ, ଇଏ ଆମର ଆକାଶରେ ଘଟୁଛି, ମାନେ ସୂର୍ଯ୍ୟ ଚନ୍ଦ୍ର ଏସବୁ ଗୋଟେ ଲାଇନରେ ରହିଲେ ଗ୍ରହଣ ଘଟେ, ମାନେ ଜଣଙ୍କ ଉପରେ ଜଣେ ରହିଗଲେ ଗ୍ରହଣ ହୁଏ। ଆଜ୍ଞା। ଏ ତ ଏତେ ଏତେ ଦୂରରେ ଅଛନ୍ତି। ସେ ଆଜ୍ଞା। ଆମର କଣ ଆମର ଏଠି କାହିଁ ପ୍ରଭାବ ପଡୁଛି? ଆମେ କାହିଁ ଖାଇବାନି, ଆମେ କାହିଁକି ଉପାସ ରହିବା? ଆଚ୍ଛା 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 ଆଚ୍ଛା। ହଁ, ଏଇ ଗ୍ରହଣ ଏଇ ପରମ୍ପରା କଣ ବୁଝିବା ପାଇଁ ଚାହୁଁଛନ୍ତି? ମୁଁ ଏଥିପାଇଁ ପଚାରିଲି, କାହିଁକି ଆଜ୍ଞା ନା ହେତୁବାଦୀ ଆଉ ଜ୍ୟୋତିର୍ବିଦ ଅଛନ୍ତି। ଆଜ୍ଞା। ସେ ଦି ସେ ଏଇ ନ୍ୟୁଜରେ ଏଇ ବିଷୟରେ କଥାବାର୍ତ୍ତା ହଉଥିଲେ ଆଚ୍ଛା ଯେ ଆଚ୍ଛା। ହଁ, ଯୋଉ ଗ୍ରହଣ ଲାଗୁଛି, ଆମେ ଖାଇବାନି କାହିଁକି? ଖାଇଲେ କଣ ଅସୁବିଧା ହବ? ହଁ, ଏଠି ହେତୁବାଦୀ ତ ଠିକ ଅଛି। ହେତୁବାଦୀ ସେମାନେ ଅଜ୍ଞାନର ଚରମ ସୀମାରେ ଅଛନ୍ତି। ସେମାନେ ଅନ୍ୟଙ୍କୁ ଅସୁବିଧା କରିବା ପାଇଁ କିମ୍ବା ନିଜର ଗୋଟେ ଅହଙ୍କାରରେ ଗୋଟେ ଅଜ୍ଞାନରେ ସେମାନେ କିଛି କରୁଛନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ରୀ ସେଠି କଣ କହୁଥିଲେ? ନାଇଁ ମୁଁ ଦେଖ, ମାନେ ସେମାନଙ୍କର ବି କିଛି କଥା ବି ଠିକ ଅଛି। ସେମାନେ ସବୁ କଥା ତାଙ୍କର ଭୁଲ ନୁହଁ। ଆଜ୍ଞା। ତାଙ୍କର ସବୁ କଥା ଭୁଲ, ମୁଁ ମାନେ ସେମାନେ ସମ୍ପୂର୍ଣ୍ଣ ଠିକ କହୁଛନ୍ତି ବୋଲି ମୁଁ କହୁନି। ଆଜ୍ଞା। ସେମାନେ ସେମାନେ ବି ଯୋଉ ସେମାନେ ବି ଭୁଲ କହୁଛନ୍ତି, କିନ୍ତୁ ତାଙ୍କର ସେଥିରେ ଠିକ ଠିକ ବି ଅଛି ତାଙ୍କର ସେଥିରେ। ନାଇଁ ଠିକ କାହିଁକି ନା ବୁଝିପାରିଲି। ସେମାନେ ମାନେ ଯୋଉଟା ଲଜିକାଲି କି ତର୍କ ତାଙ୍କର ଠିକ ଅଛି, ତର୍କରେ ତାଙ୍କର ଭୁଲ ହଁ ନାହିଁ। ହଁ ସେମାନେ ବି ଠିକ କହୁଛନ୍ତି। ଆଜ୍ଞା। ତାପରେ ଜ୍ୟୋତିର୍ବିଦ ଯୋଉମାନେ ଅଛନ୍ତି, ଆଜ୍ଞା। ସେମାନେ ସେମାନେ କଣ କରୁଛନ୍ତି ନା, ସେମାନେ ତାଙ୍କର ଯୋଉ ପରମ୍ପରା ପ୍ରଥା ଅଛି ସେ ଆଜ୍ଞା। ସେଇଟାକୁ ଧରିକି ଚାଲିଛନ୍ତି। ଆଚ୍ଛା। ମାନେ ଏ ଦି ଜଣଙ୍କ ଭିତରୁ କେହି ବି ସମ୍ପୂର୍ଣ୍ଣ ଠିକ ନୁହଁ। ସୁନ୍ଦର ସୁନ୍ଦର ବଢିଆ କଥା କହିଲେ। ଆସନ୍ତୁ ଆମେ ବୁଝିବା। ଦେଖନ୍ତୁ, ଆଜ୍ଞା ଏମିତି ସାଇଣ୍ଟିଫିକାଲି ଆମେ ଯଦି ଜାଣିବା, ବୁଝିବା ପାଇଁ ଚେଷ୍ଟା କରିବା, ଆଜ୍ଞା ସୂର୍ଯ୍ୟଙ୍କ ଚାରିପାଖ ଯାକ ପୃଥିବୀ ବୁଲୁଛି। ହୁଁ ବୁଝିପାରୁଛନ୍ତି? ସୂର୍ଯ୍ୟଙ୍କ ହୁଁ ଚାରିପାଖ ଯାକ ପୃଥିବୀ ବୁଲୁଛି। ପୃଥିବୀ ନିଜେ ବି ବୁଲୁଛି ନିଜ ଚାରିପାଖ ଯାକ, ତା ସଙ୍ଗେ ସଙ୍ଗେ ସୂର୍ଯ୍ୟଙ୍କ ଚାରିପାଖ ଯାକ ବୁଲୁଛି। ତାପରେ ଦ୍ଵିତୀୟ ହେଲା ଚନ୍ଦ୍ରମା। ଚନ୍ଦ୍ରମା ପୃଥିବୀର ଚାରିପାଖ ଯାକ ବୁଲୁଛି ଏବଂ ସୂର୍ଯ୍ୟଙ୍କ ଚାରିପାଖ ଯାକ ବି ବୁଲୁଛି। ବୁଝିପାରୁଛନ୍ତି? ଏ ବୁଲିବାର ଶୈଳୀରେ ହଉଛି କଣ, ଗୋଟେ ସମୟ ଆସୁଛି, ପୃଥିବୀ, ଚନ୍ଦ୍ରମା ଏବଂ ସୂର୍ଯ୍ୟ ତିନି ଜଣ ଗୋଟାଏ ସରଳ ରେଖାରେ ଆସି ଯାଉଛନ୍ତି। ହୁଁ ଯେତେବେଳେ ଗୋଟାଏ ସରଳ ରେଖାରେ ଆସି ଯାଉଛନ୍ତି, ଭାବିନିଅନ୍ତୁ କେତେବେଳେ ସୂର୍ଯ୍ୟ ଲୁଚି ଯାଉଛନ୍ତି, ତାଙ୍କ ଆଗରେ ଚନ୍ଦ୍ରମା ଆସି ଯାଉଛନ୍ତି। କେତେବେଳେ ଚନ୍ଦ୍ରମା ଲୁଚି ଯାଉଛନ୍ତି। ତ ଏଇ ଯୋଉ ଲୁଚି ଯିବାର ସେ ପ୍ରଥାକୁ ଆମେ ଗ୍ରହଣ କହୁ, ଗ୍ରହଣ ଗ୍ରହଣ ବୋଲିକି ମାନିଛେ। ଆଚ୍ଛା, ଆଜିଠାରୁ ଭାବି ନିଅନ୍ତୁ, ଆଜିଠାରୁ ଭାବି ନିଅନ୍ତୁ 500 600 ବର୍ଷ ତଳେ, 600 ବର୍ଷ ତଳେ, କାହିଁକି ପରମ୍ପରା ଅନାଦି, ବହୁତ ବହୁତ ଦିନ ହେଲେ ଏ ପରମ୍ପରା ଚାଲି ଆସୁଛି। ଆମର ଯୋଉ ସତ୍ୟ ଯୁଗରେ ଏସବୁ ପରମ୍ପରା ଚାଲି ଆସିଛି। ତ ଆମେ ଯଦି ବେଶୀ ନୁହଁ, ଅଧିକ ନୁହଁ, 400 ବର୍ଷ 500 ବର୍ଷ ତଳକୁ ଯଦି ଯାଇକିରି ଏ ସଂସାରକୁ ଦେଖିବା, ସେ ସମୟରେ ଆମ ପାଖରେ ଟର୍ଚ ଲାଇଟ ନଥିଲା। ଆମ ପାଖରେ ସେ ସମୟରେ ବ୍ୟାଟେରୀ, ଆଜିକାଲି ଆମ ପାଖରେ ମୋବାଇଲରେ ବି ଟର୍ଚ ଅଛି, ଇନଭେଟର ଅଛି, ବିଭିନ୍ନ ପ୍ରକାର ଷ୍ଟ୍ରିଟ୍ ଲାଇଟ୍ ଅଛି, କରେଣ୍ଟ ଅଛି, ସବୁ ଜିନିଷ ସୁବିଧା ଅଛି। କିନ୍ତୁ 500 ବର୍ଷ ତଳର ସେ ଯୋଉ ସମୟ ଥିଲା, ସେ ସମୟରେ ଆମ ପାଖରେ ଏସବୁ କିଛି ସୁବିଧା ନଥିଲା, ଭୌତିକ ସୁବିଧା ନଥିଲା। ଆଚ୍ଛା, ସେ ସମୟକୁ ଯଦି ଆମେ ତାଙ୍କ ଜୀବନ ଶୈଳୀକୁ ଦେଖିବା, ସନ୍ଧ୍ୟା 6ଟା ପୂର୍ବରୁ ରୋଷେଇ କରିକିରି ଖାଇ ନଥିଲେ, ସେମାନେ ଶୋଇ ପଡୁଥିଲେ। ଏତେ ଦୂର କାହିଁକି, ମୁଁ ନିଜେ ବି ଅନୁଭବ କରିଛି। 40 ବର୍ଷ ତଳର ପରମ୍ପରାକୁ ଯଦି ମୁଁ ଦେଖିବି, ଗାଁ ଗହଳିରେ 6ଟା ପରେ ଖାଇ ପିଇକିରି 7ଟା ସୁଦ୍ଧା ସମସ୍ତେ ଶୋଇ ପଡୁଥିଲେ। ଗାଁ ଗହଳି ଏତେ କରେଣ୍ଟ ନଥିଲା, ଟିଭି ନଥିଲା। 40 45 ବର୍ଷ ଟିଭି ନଥିଲା କଣ, ଗାଁ ଗହଳି ଲୋକଙ୍କ ପାଖରେ ଏତେ ମୋବାଇଲ, ଟିଭି, କମ୍ପ୍ୟୁଟର ଏତେ ସୁଖ ସୁବିଧା ନଥିଲା। ସେମାନେ ସନ୍ଧ୍ୟା ହଉ ହଉ 6ଟା 7ଟା ଭିତରେ ଖାଇ ପିଇକି ଶୋଇ ପଡୁଥିଲେ। ସକାଳେ 4ଟାରେ ଉଠିକି ସେମାନେ ବିଲ ବାଡ଼ିକି ଯାଉଥିଲେ। ତାଙ୍କ ଜୀବନ ବଞ୍ଚିବାର ଶୈଳୀ ସେମିତି ଥିଲା। 40 ବର୍ଷ ତଳ କଥା ଆମେ ଚର୍ଚ୍ଚା ହଉଛେ। ବାକି ଆପଣ ଯଦି 400 500 ବର୍ଷ ତଳରେ ସେ ପରମ୍ପରାକୁ ଦେଖିବେ, ସେଠି ବି ସେଇଆ ହଉଥିଲା। ଦିନ ବେଳା ସେମାନେ କାମ କାର୍ଯ୍ୟ କରୁଥିଲେ,
ସନ୍ଧ୍ୟା ହେଲେ ଯେଝା ଘରକୁ ଯେଝା ଫେରିକିରି ଖାଇ ପିଇକିରି ଶୋଇ ପଡୁଥିଲେ। ଏଇଟା ହଉଥିଲା। ଆଚ୍ଛା, ଏ ଯୋଉ ଗ୍ରହଣ ବିଧି, ଗ୍ରହଣ ପରମ୍ପରା, ସେତେବେଳେ କଣ ହଉଥିଲା ଭାବି ନିଅନ୍ତୁ, ଅ ସୂର୍ଯ୍ୟ ପରାଗ ନାଗିବ, ଆପଣ ଜାଣିଛନ୍ତି। ସୂର୍ଯ୍ୟ ପରାଗ ନାଗିଲେ ହଉଥିଲା କଣ, ଏକଦମ ସଡନଲି ଅନ୍ଧାର ହେଇଯିବ। ସୂର୍ଯ୍ୟ ଲୁଚିଯିବେ ଗ୍ରହଣ ଇଏରେ। ଯେତେବେଳେ ସୂର୍ଯ୍ୟ ଲୁଚିଯିବେ, ସେଟା ଏକଦମ ଅନ୍ଧାର ହେଇଯିବ। ଯଦି ଏକଦମ ଅନ୍ଧାର ହେଇଯିବ, ତାଙ୍କ ପାଖରେ ଟର୍ଚ ନଥିଲା, ତାଙ୍କ ପାଖରେ କିଛି ମୋବାଇଲ ଲାଇଟ ବ୍ୟାଟେରୀ ଏସବୁ କିଛି ନଥିଲା, ତ ତାଙ୍କୁ ବହୁତ ବାଧାବିଘ୍ନ ହଉଥିଲା। ତ ସେ ସମୟରେ ସେ ଗୋଟେ ପରମ୍ପରା କରିଥିଲେ, ସୂର୍ଯ୍ୟ ପରାଗ ଯଦି ହଉଛି ସମୟ, ସେ ଜାଣିଛନ୍ତି ପାଞ୍ଜି ନେଇକିରି, ପାଞ୍ଜିକୁ ନେଇକି, ଆମର ଖଗୋଳ ଶାସ୍ତ୍ର ବହୁତ ଷ୍ଟ୍ରଙ୍ଗ ଥିଲା। ଖଗୋଳ ଶାସ୍ତ୍ରକୁ ନେଇକିରି, ସୂର୍ଯ୍ୟ ସୂର୍ଯ୍ୟ ଲୁଚିଗଲେ କଣ ପୁରା ଅନ୍ଧାର ହେଇଯାଏ କି? ହଁ ଆପଣ ଦେଖିବେ ସୂର୍ଯ୍ୟପରାଗ ଯେତେବେଳେ ଦିନରେ ଥିବ, ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଏମିତିଆ ବି ହେଇଯାଏ। ଦିନରେ ତାରା ବି ଦେଖାଯାଇଛି, ହେଇଛି ଏସବୁ କଥା। ସୂର୍ଯ୍ୟପରାଗ ଯେତେବେଳେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ହେଇଯାଏ, ଆମ ଆମ ଏବେ ତ ହେଇନି ସେମିତି ଘଟଣା। ହେଇଛି। ପାଷ୍ଟରେ ଯଦି ଦେଖିବେ ହେଇଛି, ସୂର୍ଯ୍ୟପରାଗରେ ପୁରା ଅନ୍ଧାର ହେଇଯିବ। ଆଉ ଦେଖନ୍ତୁ, ସେ ସମୟରେ ଦିନ ବେଳା ଦେଖିବା ପାଇଁ ସୂର୍ଯ୍ୟ ଆଧାର ଥିଲେ, ରାତି ବେଳା ଦେଖିବା ହୁଁ ପାଇଁ ଚନ୍ଦ୍ରମା ଆଧାର ଥିଲେ। ଚନ୍ଦ୍ରକ୍ରାନ୍ତିରେ ବି ହୁଁ ଦେଖି ପାରୁଥିଲେ, ବାଟ ଦେଖି ପାରୁଥିଲେ, ଚାଲି ପାରୁଥିଲେ। ଆଉ ସେ ସମୟରେ ଆଜିର ଆମ ପରିକା, ଆଜି ଆମ ପାଖରେ ପିଚୁ ରୋଡ ଅଛି, ଷ୍ଟ୍ରିଟ୍ ଲାଇଟ୍ ଅଛି। ଆମେ ଯଦି ବାଇକ୍ ନଉଛେ, ବାଇକରେ ବି ଲାଇଟ୍ ସୁବିଧା ଅଛି, କାରରେ ବି ଲାଇଟ୍ ଲାଇଟ୍ ସୁବିଧା ଅଛି, ସମସ୍ତ ଟର୍ଚ ଲାଇଟ୍ ଅଛି। ଆଜି ଆମ ପାଖରେ ସବୁ ଜିନିଷ ଅଛି, କିନ୍ତୁ ସେ ସମୟରେ ତାଙ୍କ ପାଖରେ ଏତେ ମାନେ ଏ ଭୌତିକ ସୁବିଧା ନଥିଲା। ତ ସେ ହୁଁ ପରମ୍ପରାଗତ କଣ ଥିଲେ, ଯେତେବେଳେ ଗ୍ରହଣ ଲାଗିବ, ଗ୍ରହଣ ସମୟରେ ପୂଜା ଆଦି କାର୍ଯ୍ୟକ୍ରମ ବନ୍ଦ ଥିଲା, ସ୍ଥଗିତ ଥିଲା। କୋଉଥିପାଇଁ ବନ୍ଦ ଥିଲା? ପୂଜା ଆଦି କାର୍ଯ୍ୟକ୍ରମକୁ ବନ୍ଦ ନ କଲେ ଲୋକ ଫେରେ ମଠ ମନ୍ଦିରକୁ ଯୋଉ ବିଦ୍ୟା, ପରାବିଦ୍ୟା ଶିଖିବା ପାଇଁ ଯାଉଥିଲେ, କିମ୍ବା ଯୋଉ ଅଧ୍ୟୟନ କରିବା ପାଇଁ, ଯୋଉ ଈଶ୍ୱର ଉପାସନା କରିବା ପାଇଁ ଯୋଉ ମନ୍ଦିର ମଠକୁ ଯାଉଥିଲେ, ଯାଉଥିବେ, ମଝିରେ ଯଦି କିଛି ଅସୁବିଧା ହେଇଯିବ, ଗ୍ରହଣ ଲାଗିଯିବ, ତାଙ୍କୁ ବାଧାବିଘ୍ନ ହବ। ମନ୍ଦିର ଭିତରେ ବି ଅସୁବିଧା ହବାର ସମ୍ଭାବନା ଅଛି। ତେଣୁକରି ପୂଜା ଆଦି କାର୍ଯ୍ୟକ୍ରମ ବନ୍ଦ ଥିଲା। ପାକ ନିଷେଧ ଥିଲା। ପାକ ନିଷେଧ ମାନେ ରୋଷେଇ ପୂର୍ବରୁ କରିକି ରଖି ଦଉଥିଲେ, ରୋଷେଇ ହୁଁ ପୂର୍ବରୁ କରିକି ରଖି ଦଉଥିଲେ, ତାକୁ ଖାଉଥିଲେ। ଗ୍ରହଣ ପରମ୍ପରାର ଉଦ୍ଦେଶ୍ୟ, ସେ ସମୟରେ ଯେହେତୁ କରେଣ୍ଟ ନଥିଲା, ସେ ସମୟରେ ଯେହେତୁ ଆଙ୍କ ପାଖରେ ସବୁ ଜିନିଷ ନଥିଲା, ସୁଖ ସୁବିଧା ନଥିଲା, ସେଥିପାଇଁ ଏ ପରମ୍ପରା ନିର୍ମାଣ ହେଇଥିଲା। ସେମାନେ କେମିତି କମ୍ଫର୍ଟଲି ତାଙ୍କ ଜୀବନ ଯାପନ କରିବେ। ବାକି ଗ୍ରହଣ ଲାଗିଥିବା ସମୟରେ ଆପଣ ଧ୍ୟାନ କରିପାରିବେ, ସାଧନା କରିପାରିବେ, ଜପ କରିପାରିବେ, କିଛି ଅସୁବିଧା ନାହିଁ। ସାଧନାରେ କୌଣସି ତ୍ରୁଟି ହବନି। ବୁଝିପାରୁଛନ୍ତି? ହଁ। ନାଇଁ, ସେତେବେଳେ ତ ସମୟ ଏମିତି ଥିଲା ଯେ ଆମ ପାଖରେ ଲାଇଟ ନଥିଲା। ଏବେ ତ ସବୁ ଅଛି ଆମ ପାଖରେ। ଏବେ ଅଛି, କିନ୍ତୁ ଆମେ ସେଇ ପରମ୍ପରାରେ ଯେହେତୁ ବାନ୍ଧି ହେଇକି ଅଛେ, ସେ ପରମ୍ପରାକୁ ଆମେ ଛାଡି ପାରୁନେ। ପରମ୍ପରାକୁ କାହିଁ ଛାଡି ପାରୁନେ? ମଣିଷ ଆସ୍ଥା ବିଶ୍ୱାସରେ ବାନ୍ଧି ହେଇକି ଅଛନ୍ତି। ବୁଝିପାରୁଛନ୍ତି? ଯେହେତୁ ହଁ। ଆସ୍ଥା ବିଶ୍ୱାସରେ ବାନ୍ଧି ହେଇକି ଅଛନ୍ତି, ଗୋଟେ ପରମ୍ପରା ଚାଲିଥିଲା, ସେ ଚାଲିଛି। ଏବେ ବି ଭାବୁଛନ୍ତି। ଏବେ ଦେଖନ୍ତୁ, ସତ୍ୟର ସଠିକ ପ୍ରଚାର ନ ହବାରୁ, ଧର୍ମର କିମ୍ବା ଆପଣ ବେଦ ବେଦାନ୍ତ ଉପନିଷଦ, ଆପଣ ଯଦି କହିବେ ପରାବିଦ୍ୟାର ସଠିକ ପ୍ରଚାର ନ ହବାରୁ, ଅନେକ ଅନ୍ଧବିଶ୍ୱାସରେ ବି ଲୋକମାନେ ଅଛନ୍ତି। ଆଉ କିଛି ଲୋକ ଆଧ୍ୟାତ୍ମିକତାର ଅପପ୍ରଚାର ବି କରୁଛନ୍ତି। ଗ୍ରହଣ ଲାଗିଥିବା ସମୟରେ ଜପ କଲେ 70 ଗୁଣ ଲାଭ ମିଳିବ, ଏ ମନ୍ତ୍ର ଉଚ୍ଚାରଣ କଲେ ସେଇଟା ମିଳିବ, ସେ ପୂଜା କଲେ ଏଇଟା ମିଳିବ, ନାଇଁ ଏପରିକା ମୋର ସକାମ ନାଇଁ ଭକ୍ତିରେ ବି ଆମେ ତାଙ୍କୁ ବାନ୍ଧୁଥାନ୍ତି। କୁହନ୍ତୁ, କଣ କୁହନ୍ତୁ? ନାଇଁ ଆମେ ମୋର କହିବା କଥା ଯେ ଯୋଉ ଗ୍ରହଣ ଲାଗୁଛି, ଏଥର ଖାଇବା କଣ ବାରଣ କରାହେଇଛି ବିଲକୁଲ? ମାନେ ନ ଖାଇବା ଖାଇଲେ ଚଳିବ ତ? ଖାଇଲେ ଚଳିବ, କିଛି ଅସୁବିଧା ନାହିଁ। ଖାଇବା ଖାଇଲେ ଚଳିବ, ତ ରାନ୍ଧିଲେ ବି ଚଳିବ। ରାନ୍ଧିଲେ ବି ଚଳିବ, କିନ୍ତୁ ପରମ୍ପରାଗତ ତାକୁ ପାକ ନିଷେଧ କରିବାର ଉଦ୍ଦେଶ୍ୟ ହେଲା ଏଇଆ। ଦିନ ବେଳା ରୋଷେଇ କରୁଥିଲେ, ଆଉ ଯଦି ସୂର୍ଯ୍ୟପରାଗ ହେଲା କିମ୍ବା ଚନ୍ଦ୍ରପରାଗ ହେଲା, ରୋଷେଇରେ ଟିକେ ବାଧାବିଘ୍ନ ହବ। ଆପଣ ଜାଣିଥିବେ, ଚୁଲିରେ ରୋଷେଇ ହଉଥିଲା, ବାରିଆଡେ ରୋଷେଇ ହୁଁ ହଉଥିଲା, ଚୁଲିରେ ରୋଷେଇ ହଉଥିଲା। ତ ଚୁଲିରେ ରୋଷେଇ, ଆମ ପାଖରେ ଆଜି ଯୋଉ କିଚେନ କରୁଛେ ଆମେ, ମଡୁଲାର କିଚେନ, ଆପଣ ଜାଣିଥିବେ ତା ଭିତରେ କେତେ କଣ ସୁବିଧା ସବୁ ରହୁଛି। କିନ୍ତୁ ସେ ସମୟରେ ଚୁଲିରେ ଏଇ ସବୁ କିଛି ହଉଥିଲା। ତ ଏକଦମ ଯଦି ଚନ୍ଦ୍ରଗ୍ରହଣ ହେଲା, ରାତି ହେଇଯିବ, ଅନ୍ଧାର ହେଇଯିବ, ଆପଣ କହିବେ ତାଙ୍କ ପାଖେ ଡିବି ଥିଲା। ଡିବି ଥିଲା, ଠିକ ଅଛି, କିନ୍ତୁ ସେ ସମୟ ଏମିତି ଥିଲା, ରାତି ଅଧରେ କେହି ଖାଉନଥିଲେ। ଆଜି ଆଜି ଆମେ ଆଜି ସହର ଅଞ୍ଚଳରେ ଦେଖିବେ, ମଣିଷ ଶୋଉଛନ୍ତି 12ଟା 11ଟା ପରେ ଶୋଉଛନ୍ତି ମ୍ୟାକ୍ସିମମ୍। ଖାଇବା ପିଇବା ବି 10ଟା ପରେ କରୁଛନ୍ତି। ତ ସେ ସମୟରେ ଏସବୁ ଜିନିଷ ନଥିଲା।
ବୁଝିପାରୁଛନ୍ତି? ଏ ପରମ୍ପରା ଏଇଥିପାଇଁ ଥିଲା, ଗ୍ରହଣ ଲାଗିଲେ ସୂର୍ଯ୍ୟ କିମ୍ବା ଚନ୍ଦ୍ରମା ଯେତେବେଳେ ଲୁଚି ଯିବେ, ଅନ୍ଧାର ହେଇଯିବ, ତ ସେ ସମୟରେ ଯଦି ଯାତ୍ରା କିଏ କରୁଛନ୍ତି ରାସ୍ତାରେ ତାଙ୍କୁ ବାଧାବିଘ୍ନ ହବ। ଷ୍ଟ୍ରିଟ୍ ଲାଇଟ୍ ନଥିଲା କିମ୍ବା ଆ, ତାଙ୍କର ସେ ଯୋଉ ମାଟି ରାସ୍ତା ଥିଲା, ପିଚୁ ରାସ୍ତା ନଥିଲା, ଆଉ ରାସ୍ତାରେ ଯିବା ପାଇଁ ତାଙ୍କ ପାଖରେ କାର, ବାଇକ୍ ଏପରିକା ସୁବିଧା ବି ନଥିଲା। 400 ତଳ ବର୍ଷର ସେ ଯୋଉ ସମାଜ କଥା ଯଦି ଆମେ ଚର୍ଚ୍ଚା ହବା, ତ ତାଙ୍କୁ ବହୁତ ବାଧାବିଘ୍ନ ହବାର ସମ୍ଭାବନା ଥିଲା। ଜଙ୍ଗଲ କୋଉଠି ପଶୁ ଜନ୍ତୁ ହେରିକା ବାହାରିବେ ରାତି ହେଇଗଲେ, ବୁଝିପାରୁଛନ୍ତି? ତେଣୁକରି ଇଏ ପରମ୍ପରା ଥିଲା। ତାହେଲେ ଏଇଟା ଆପଣ ଯୋଉ କହିଲେ, ଏଇଟାକୁ ପରମ୍ପରା କୁହାଯିବନି। ଏଇଟା ପରମ୍ପରା ନୁହଁ, ଏଇଟା ଆମେ ପ୍ରକୃତି ସାଙ୍ଗେ ଅଛେ। ନାଇଁ ଆପଣ ଦେଖନ୍ତୁ, ଯୋଉ କହିଲେ, ଆଧ୍ୟାତ୍ମିକତା କଣ ଆମେ ଠିକ ସେ ବୁଝିବା ବି ଆବଶ୍ୟକ ଅଛି। ଆଧ୍ୟାତ୍ମିକତା ହେଲା ଗୋଟେ ବିଧିରେ ଜୀବନ ଯାପନ କରି ଜୀବନ ବଞ୍ଚିବାର ଏକ କଳା କୌଶଳ କହିପାରିବା। ପ୍ରକୃତିର ନିୟମକୁ ମାନିବା। ଆଧ୍ୟାତ୍ମିକତା ମାନେ ଆମେ କିଛି ଭୌତିକ ବସ୍ତୁ ପଦାର୍ଥ ପାଇବା ନୁହେଁ। ଆଧ୍ୟାତ୍ମିକତାର ସର୍ବୋଚ୍ଚ ପ୍ରାପ୍ତି ହେଲା ନିଜର ଆତ୍ମ ତତ୍ଵକୁ ଚିହ୍ନିବା। ମୁଁ କିଏ? ନିଜର ସତ୍ତାକୁ ଚିହ୍ନିବା ପ୍ରଥମ। ଦ୍ଵିତୀୟ ହେଲା ଗୋଟେ ବିଧିରେ, ଗୋଟେ ଶାଳୀନତା ସହିତ ଜୀବନ ଯାପନ କରିବା, ସଂଯମତା ସହିତ ଜୀବନ ଯାପନ କରିବା, ଅନୁଶାସନ ସହିତ ଜୀବନ ଯାପନ କରିବା, ଅନୁଶାସନ ସହିତ। ତ ଆଧ୍ୟାତ୍ମିକତା ଆମେ ଯୋଉ ଆଜିର ଯୋଉ ଯୁଗରେ ଆମେ ଯୋଉ ଆଧ୍ୟାତ୍ମିକତାକୁ ଆଚରଣ କରୁଛେ, ଫଳ ଫୁଲ ନୈବେଦ୍ୟ, କିଛି ଦକ୍ଷିଣା ଦାତାଙ୍କୁ ଦେଇକିରି ଆମେ କିଛି ଭୌତିକ ବସ୍ତୁ ପଦାର୍ଥ ପାଇବାର ଯୋଜନା କରୁଛେ, କାମନା କରୁଛେ, ମିଛ ଏଇଟା। ଆଧ୍ୟାତ୍ମିକତା ହେଲା ଏକ ବିଦ୍ୟା। ଯେମିତି ଅପରା ବିଦ୍ୟା ଆମେ ଭୌତିକ ବିଦ୍ୟା ଶିଖୁଛେ, ସେମିତି ପରାବିଦ୍ୟା ବ୍ରହ୍ମ ବିଦ୍ୟା ଶିଖିବା ପାଇଁ ଆଧ୍ୟାତ୍ମିକତା ଏକ ମାର୍ଗ, ମନ୍ଦିର ଏକ ଅଧ୍ୟୟନ କେନ୍ଦ୍ର, ସ୍କୁଲ। ଗ୍ରହଣ ବୁଝିପାରିଲେ ତ? ହଁ, ଆଉ ଗୋଟେ କଥା, ଏଇ କୁହନ୍ତୁ। ଯୋଉ ଗ୍ରହଣରେ ଖାଇଲେ ଯୋଉ ଗ୍ରହଣ ଖଣ୍ଡିଆ ହେଇଯାନ୍ତି, ମାନେ ଜଣ ନାଇଁ ଜଣଙ୍କର, ନାଇଁ ନାଇଁ ନାଇଁ, ସେଟା ଗୋଟେ ମିଛ ସେଇଟା କଥା, ଅନ୍ଧବିଶ୍ୱାସ। ଗ୍ରହଣ ଖଣ୍ଡିଆ କଥାଟି, ଅନ୍ଧବିଶ୍ୱାସ। ସେଇଟା ଲୋକ ଏବେ ବି ବିଶ୍ୱାସ କରୁଛନ୍ତି ସେ କଥାକୁ, ତ ସେଥିପାଇଁ ଲୋକ କିଛି କଥା ପ୍ରଥା ସାଙ୍ଗରେ ଯୋଡିକିରି ଅନ୍ଧବିଶ୍ୱାସରେ ନିଜେ ବି ଭ୍ରମରେ ଥାନ୍ତି, ଅନ୍ୟଙ୍କୁ ଭ୍ରମିତ କରୁଥାନ୍ତି। ସେମିତି କିଛି ଆଉ ନାହିଁ। ଆଜିକାଲି ଜ୍ୟୋତିଷ ବି ବହୁତ ଅନ୍ଧବିଶ୍ୱାସ ମାନେ ପ୍ରଚାର କରୁଛନ୍ତି। ଜ୍ୟୋତିଷର ତ ଉଦ୍ଦେଶ୍ୟ ଅନ୍ଧବିଶ୍ୱାସ ପ୍ରଚାର କରିକିରି ଲୋକଙ୍କ ମନକୁ ଭ୍ରମରେ ବାନ୍ଧିକିରି ତାଙ୍କଠୁ ପଇସା ପ୍ରାପ୍ତ କରିବା, ଧନ ପ୍ରାପ୍ତ କରିବା। ପଇସା ତାଙ୍କର, ତାଙ୍କ ବୁଝିପାରୁଛନ୍ତି? ବେପାର ଟା ବନ୍ଦ ହେଇଯିବ ନା, ମଣିଷ ତାଙ୍କ ଦେଖନ୍ତୁ, ବେପାର ଟା ବନ୍ଦ ହେଇଯିବ। ମଣିଷ ବର୍ତ୍ତମାନରେ ଯଦିଓ ଠିକ ସେ ବଞ୍ଚିବେ, ବର୍ତ୍ତମାନରେ ଯଦିଓ ଅନୁଶାସନ ସହିତ ଜୀବନ ଯାପନ କରିବେ, ବର୍ତ୍ତମାନକୁ ଯଦିଓ ବୈଦିକ ପରମ୍ପରାରେ ଯୋଡ଼ିକିରି ଜୀବନ ଯାପନ କରିବେ, ନିହାତି ତାଙ୍କ ଭବିଷ୍ୟତ ଉଜ୍ଜଳ ହବ। କାହିଁକି ନା ଭବିଷ୍ୟତର ନିର୍ମାଣ କିଏ କରୁଛି? ବର୍ତ୍ତମାନ କରୁଛି, ଏଇ ସମୟ କରୁଛି। ଏଇ ସମୟରେ ଆମ ଖାଦ୍ୟ ପେୟ ବ୍ୟବହାର ଚିନ୍ତା ଚିନ୍ତନ, ଆମର ଯୋଉ ଆଚାର, ଆମର ଯୋଉ ପରମ୍ପରା ଯଦି ଶୁଦ୍ଧ ରହିବ, ନିର୍ମଳ ରହିବ, ସ୍ୱଚ୍ଛ ରହିବ, ପ୍ରେମ ସହିତ ରହିବ, ଆତ୍ମୀୟତା ସହିତ ରହିବ, ତ ଏ ଯୋଉ ବର୍ତ୍ତମାନ ହିଁ ଭବିଷ୍ୟତର ନିର୍ମାଣ କରୁଛି। ଶରୀର ସ୍ତରରେ କୁହନ୍ତୁ, ସଂସ୍କାର ସ୍ତରରେ କୁହନ୍ତୁ, ଭୌତିକ ଉନ୍ନତି କୁହନ୍ତୁ, ଯାହା ବି କୁହନ୍ତୁ, ଆମ ବର୍ତ୍ତମାନ ହିଁ ଆମ ଭବିଷ୍ୟତର ନିର୍ମାଣ କରୁଛି। କିନ୍ତୁ ମଣିଷ ମନରେ ଭ୍ରମରେ ଥାନ୍ତି, ଜ୍ୟୋତିଷ ବିଦ୍ୟାକୁ ଆଚରଣ କରି ଭବିଷ୍ୟତରେ ମୁଁ କେମିତି କଣ ଭଲ ପଇସା ପାଇବି, ମୋ ବ୍ୟବସାୟ କେମିତି ଉନ୍ନତି ହବ, ଏସବୁ ମାୟାରେ ମିଛ କଥାରେ ବାନ୍ଧି ହେଇକିରି ସେମାନେ ଭୋଗୁଛନ୍ତି, ପୀଡାରେ ପୀଡ଼ିତ ଅଛନ୍ତି, ବୁଝିପାରୁନାହାନ୍ତି। ବୁଝିପାରୁଛନ୍ତି? ଠିକ ଅଛି, ଆମେ ଆଜିର ଚର୍ଚ୍ଚାକୁ ଏଇଠି ବିରାମ ଦେବା। ଗ୍ରହଣ ଉଦ୍ଦେଶ୍ୟ ହେଲା, ଯେହେତୁ ଚନ୍ଦ୍ରମା ସୂର୍ଯ୍ୟ ଗୋଟାଏ ସରଳ ରେଖାରେ ଆସିକିରି ସେମାନେ ଲୁଚି ଯାଆନ୍ତି, ଅ, ଅନ୍ଧାର ହେଇଯାଇଥାଏ। ତେଣୁକରି ଯାତ୍ରା କରିବାରେ କିମ୍ବା କିଛି ରୋଷେଇ କରିବାରେ କିମ୍ବା ଭୌତିକ ଜୀବନ ଯାପନରେ ଟିକେ ତ୍ରୁଟି ଆସିଥାଏ, ତା ଦେହରୁ ମୁକ୍ତ ହବା ପାଇଁ ଏ ଗ୍ରହଣ ପରମ୍ପରା ନିର୍ମାଣ ହେଇଥିଲା। କିନ୍ତୁ ଆଜି ଆମ ପାଖରେ ସବୁ ଅଛି। ଆଉ ଦ୍ୱିତୀୟ, ସବୁ ଅଛି, ଯଦି ପରମ୍ପରାକୁ ଆପଣ ମାନିବା ପାଇଁ ଚାହୁଁଛନ୍ତି କିଛି ଅସୁବିଧା ନାହିଁ, ଆପଣ ଡେଲି ଭାତ ଖାଉଛନ୍ତି, ଦିନେ ଟିକେ ଫଳ ଖାଇଦେବେ, କଣ ହେଲା। ବାକି ଯୋଉ ଅଧିକ ଅନ୍ଧବିଶ୍ୱାସରେ ସବୁ ଅଛନ୍ତି, ସେ ଅନ୍ଧବିଶ୍ୱାସ ମିଛ କଥା। ଠିକ ଅଛି, ଆଜିର ଚର୍ଚ୍ଚାକୁ ଏଠି ବିରାମ ଦେବା।